ଜୀବନ ଦର୍ଶନର ଆଉ ଏକ ପ୍ରସଙ୍ଗ। କୁହନ୍ତୁ ତ ତର୍କ କରିବାଟା କ'ଣ ଏତେ ସହଜ କାମ? ନା, ତର୍କ ଜ୍ଞାନ ଏକ କଳା, ଏକ କୌଶଳ, ଏକ ବୌଦ୍ଧିକ ଶକ୍ତି। ସମସ୍ତେ ତର୍କ କରିପାରିବେନି। ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ତର୍କ କରିବାର ଶକ୍ତି ବା ସାମର୍ଥ୍ୟ ନାହିଁ। ସେମାନେ କିଛି ପଢ଼ନ୍ତିନି, ବୁଝନ୍ତିନି, କିଛି କହନ୍ତିନି। ଏମାନେ ହେଲେ ମୂର୍ଖ। ଆଉ କିଛି ଲୋକ ଅଛନ୍ତି ସେମାନେ ତର୍କ କରନ୍ତି, କିନ୍ତୁ ତର୍କର ବିଷୟ ଉପରୁ ହଟିଯାଇ ସବୁବେଳେ କହନ୍ତି ଯେ ସବୁ ଶାସ୍ତ୍ରରେ ଅଛି, ଯାହା ଶାସ୍ତ୍ରରେ ଅଛି ସେଇଟା ସତ୍ୟ। ଏମାନଙ୍କୁ କୁହାଯାଏ ଧର୍ମାନ୍ଧ। ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଜାଣନ୍ତି, ବିଷୟବସ୍ତୁ ଜାଣନ୍ତି, ପଢ଼ନ୍ତି, ବୁଝନ୍ତି, କିନ୍ତୁ ସବୁବେଳେ ଡରନ୍ତି ତର୍କ କରିବା ପାଇଁ। ଏମାନେ ହେଲେ ବୌଦ୍ଧିକ କ୍ରୀତଦାସ ବା ଧର୍ମର ଗୁଲାମ। ଆଉ କିଛି ଲୋକ ଅଛନ୍ତି ସେମାନେ ତର୍କ କଲାବେଳେ ତର୍କର ବିଷୟକୁ ଛାଡ଼ି ଦେଇକରି ଯିଏ ତର୍କ କରୁଛି, ତାର୍କିକ, ତା ଉପରେ ଆକ୍ରମଣ କରନ୍ତି। ଏଇଟା କୁହାଯାଉଛି ଗାଲୁ ବା ତର୍କ ଦୋଷ ବା ଫାଲାସି ଅଫ୍ ଆଡ୍ ହୋମିନେମ୍। ତେଣୁ କୁହନ୍ତୁ, ଅନେକ ଲୋକ ଅଛନ୍ତି ଯେଉଁମାନେ ଅପଶବ୍ଦ, ଅସଭ୍ୟ ଭାଷାର ବ୍ୟବହାର କରୁଛନ୍ତି, ସେଇଟା ସେମାନଙ୍କର ତାର୍କିକ କଳା ନା ଗୋଟେ ଧର୍ମାନ୍ଧ କ୍ରୀତଦାସ ରୁଗ୍ଣ ମାନସିକତାର ପରିଚୟ?